ଚିନ୍ତନ ହେଇପାରୁନାହିଁ। ତୁମେ ଏହି ଚିନ୍ତନ ଦ୍ୱାରା ଦୟାକୁ ତ୍ୟାଗ କର। ତୁମେ କର୍ତ୍ତବ୍ୟ କର୍ମ କର, ଯାହା ଦ୍ୱାରା କି ତୁମେ ପ୍ରକୃତ ଭାବରେ ଆନନ୍ଦ ପ୍ରାପ୍ତ କରିପାରିବ। ତୁମେ ସ୍ଥିତପ୍ରଜ୍ଞ ହୁଅ, ଯାହା ଦ୍ୱାରା ତୁମର ନିର୍ଣ୍ଣୟ ସ୍ଥିର ହେଇପାରିବ। ଭଗବତ ଚିନ୍ତନ ଦ୍ୱାରା କର୍ତ୍ତବ୍ୟ କର୍ମ ତାହା ମନୁଷ୍ୟକୁ ପାପରୁ ମୁକ୍ତ କରିଥାଏ। କେବଳ ଭଗବତ ଚିନ୍ତନ ବା କେବଳ କର୍ମ ମନୁଷ୍ୟକୁ ମୁକ୍ତି ଦେଇପାରେ ନାହିଁ। ତେଣୁ ଭଗବତ ଚିନ୍ତନ ସହିତ କର୍ତ୍ତବ୍ୟ କର୍ମ କର ଏବଂ ଯୁଦ୍ଧ କର। ଯେତେବେଳେ ଭଗବାନ କହୁଛନ୍ତି ଯେ ସ୍ଥିତପ୍ରଜ୍ଞ କଥା ଅର୍ଜୁନଙ୍କ ଭିତରେ ଗୋଟିଏ ମନରେ ଆସିଥାଏ ଯେ ଯାହା ହେଉ ବୋଧହୁଏ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କ ଚିନ୍ତନରେ ଯିବି, କର୍ମ କରିବି ନାହିଁ। କିନ୍ତୁ ଭଗବାନ କହୁଛନ୍ତି ପୁଣି କର୍ମ କର। ତ ଅର୍ଜୁନ କହୁଛନ୍ତି ଆପଣ ଗୋଟିଏ କଥା କୁହନ୍ତୁ ଯେ ମୁଁ କର୍ମ କରିବି ନା ଭଗବାନଙ୍କର ଚିନ୍ତନ କରିବି। ଭଗବାନ କହୁଛନ୍ତି ଅର୍ଜୁନ ଉଭୟ ସମାନ ହେଲେ ମଧ୍ୟ ମୁଁ ତୁମକୁ କର୍ମରୁ ମୁକ୍ତ ହୋଇ କର୍ମ ଯୋଗ କରିବା ପାଇଁ କହୁଛି। ये कर्म योग करने कहूँ। कर्म योग ये जो कर्मर जो महिमा ये वास्तव में निर्णय करवा बेले बेले महर्षि मान पक्षर मध्य कष्ट साध्य होता है। तेणु तुम्हें कर्म योग कर, यज्ञ निमंते कर्म कर। यज्ञ जो कर्म जो कि स्वार्थ निहित को बलिदान दिया जाता है। तुम्हें स्वार्थ विहित कर्म कर। यदि स्वार्थ नहीं तेरे कर्म कहीं करवा। ना कर्म होची निजको संस्कारित करिथाए। कर्म निजको संस्कारित करिथाए। आमे जदि काहाको किछि दान देउछे, कोनसी गोटे भिखारी को दान देउछे, तार अर्थ नहीं ताहार गरीब सबुदिन पय हटी गला कि यह अर्थ नहीं जे आम पाखरे तिबा धन सबुदिन पय सरी गला। किंतु आम भितरे एक अंतस्फूर्त स्नेह जागृत हुए, एक आनंद जागृत हुए एवं सही अंतस्फूर्त आनंद आमको आत्मानंद रे स्थित करिथाए। केवल कर्तव्य कर्म बोध धर्म पाई कर्म करवा दरकार। उदाहरण हेउचंती राजा दशरथ विदेह जनक राजा विदेह एथिपाई तांको दिया जायछि जे कि देहर संपर्क नहीं नाहंती विदेह। तो से राजांकर उदाहरण दिया जायछि अर्जुन तुम्हें यही प्रकार कर्म रे तुम्हें जो कुछ वंशर परंपरा नष्ट हो जीव से वंशर परंपरा को तुम्हें उन्नत एवं एक अनुशीलन प्रवर्तक कर्म द्वारा तुम्हें अन्य मान को निवर्ताई पारिबो एवं यह द्वारा तुम्हें जो कहूच जो वंश परंपरा नष्ट हो जीव ताहा उद्धार प्राप्त हो जाए। तेबे भी मनुष्य बाध्य हला परी नष्ट हेवा परी बा नष्ट कर्म करने को बाध्य होता है। तार कारण हला नबद्धता कामना। बहुत दिन धरी आमर जो अभ्यास अच्छी बहुत दिन धरी अभ्यास गोटे विषय आमर अभ्यास अच्छी जामे कौन से विषय को अभ्यास करनी चाहिए तो से विषय आमर अन्य कर्म रे मध्य जागृत हो जाए, अन्य कर्म भितर जागृत हो जाए। तेणु मनुष्यर बद्धता हूँ कामना। कामना हूँ प्रकृत शत्रु जी मनुष्य को
ତାହାର ପ୍ରକୃତ କର୍ମରୁ ବାଧ୍ୟ କରି ପଥଚ୍ୟୁତ କରିଦେଇଥାଏ। ତ ଏହି କାମନାକୁ ନଷ୍ଟ କରିବା ପାଇଁ ତୁମେ ଦିବ୍ୟ ଜ୍ଞାନର ଆବଶ୍ୟକତା ରହିଛି। ତେଣୁ ଭଗବାନ କଣ କରିଛନ୍ତି, ଚତୁର୍ଥ ଅଧ୍ୟାୟରେ ଅର୍ଜୁନଙ୍କର ଯେଉଁ ପ୍ରଶ୍ନ ରହିଲା ଯେ କାମନାକୁ ନଷ୍ଟ କରିବା ବା କାମନାକୁ ଦୂର କରିବାର ବିଷୟ, ସେଥିପାଇଁ ଦିବ୍ୟ ଜ୍ଞାନ ଦେଇଛନ୍ତି। ଅର୍ଜୁନ, ଏ ଦିବ୍ୟ ଜ୍ଞାନ ମୁଁ ବିବସ୍ୱାନଙ୍କୁ ପ୍ରଦାନ କରିଥିଲି, ବିବସ୍ୱାନ ମନୁଙ୍କୁ ପ୍ରଦାନ କରିଥିଲେ। ମନୁ ସୂର୍ଯ୍ୟବଂଶର ପ୍ରଥମ ରାଜା, ଧରାପୃଷ୍ଠର ପ୍ରଥମ ରାଜା ଇକ୍ଷ୍ୱାକୁଙ୍କୁ ପ୍ରଦାନ କରିଥିଲେ। ମୋର ଦିବ୍ୟତାକୁ ଯିଏ ଜାଣିଥାଏ, ସେ ନିଜେ ହିଁ କାମନାକୁ ନଷ୍ଟ କରିଦେଇଥାଏ, ତାର ଶତ୍ରୁକୁ ନଷ୍ଟ କରିଥାଏ, ନିଜ ଭିତରେ ସଂଯମତା ଜାଗ୍ରତ କରିଥାଏ। ତାର ଇନ୍ଦ୍ରିୟ କୁର୍ମ ପରି, ସମୁଦ୍ର ପରି ସଂକୁଚିତ ହେଇଯାଇଥାଏ। ଏବେ ସେହି ପ୍ରକାର ଦିବ୍ୟ କର୍ମ, ଦିବ୍ୟ ଜ୍ଞାନ ତୁମେ ବାସ୍ତବରେ ଜଣେ ଦିବ୍ୟ ଆନନ୍ଦ ଅନୁଭୂତି କରିଥିବା ଗୁରୁଙ୍କ ଠାରୁ ପ୍ରାପ୍ତ କରିବା ଦରକାର। ଏବଂ ଅର୍ଜୁନ, ତୁମେ ସେହି ଜ୍ଞାନ ହେଉଛି ନୌକା ସଦୃଶ, ଯେ ଅଜ୍ଞାନର ସମୁଦ୍ରକୁ ପାର କରିଦିଏ। ଅର୍ଜୁନ, ସେ ଜ୍ଞାନ ହେଉଛି ପକ୍ୱ ଫଳ ସଦୃଶ, ଯାହାକି ପୁଷ୍ଟି ପ୍ରଦାନ କରିଥାଏ। ଅର୍ଜୁନ, ସେ ଜ୍ଞାନ ହେଉଛି ଅଗ୍ନି ସଦୃଶ, ଯାହାକି ଅଜ୍ଞାନକୁ ଜଳିପୋଡ଼ି ନଷ୍ଟ କରିଦେଇଥାଏ। ଅର୍ଜୁନ, ସେ ଜ୍ଞାନ ହେଉଛି ଖଡ୍ଗ ସଦୃଶ, ଯାହାଦ୍ୱାରା ତୁମେ ଅଜ୍ଞାନକୁ କାଟିଦିଅ ଏବଂ ଯୁଦ୍ଧ କର। ତ ପୁଣି ଅର୍ଜୁନଙ୍କ ଭିତରେ ଆସିଲା, ଜ୍ଞାନ ତ ଅର୍ଜନ କରିବା ପାଇଁ କୁହାଗଲା, ତେବେ ପୁଣି ଯୁଦ୍ଧ କରିବା ପାଇଁ। ତ ଅର୍ଜୁନ କହୁଛନ୍ତି ଯେ ମୁझे ଗୋଟିଏ ଜିନିଷ କୁହନ୍ତୁ, ଯେ ବାସ୍ତବରେ ମୁଁ ଜ୍ଞାନ ଅର୍ଜନ କରିବି, ସନ୍ନ୍ୟାସ ହେଇଯିବି, କେବଳ ଜ୍ଞାନ ଅର୍ଜନ କରିବି, ସବୁ କର୍ମକୁ ତ୍ୟାଗ କରିଦେବି, ଜ୍ଞାନ ଅର୍ଜନ କରିବି ନା କର୍ମ କରିବି। ପୁଣି ତାକୁ ଭଗବାନ କହୁଛନ୍ତି ଯେ ଅର୍ଜୁନ, ଏ ସନ୍ନ୍ୟାସ ହେବା, ସବୁ ବିଷୟକୁ ତ୍ୟାଗ କରିଦେବା, ଭଗବତ ଚିନ୍ତନ କରିବା ଏବଂ ବିହିତ କର୍ମ କରି ଭଗବତ ଚିନ୍ତନ କରିବା, ଏ ଉଭୟ ମଣିଷକୁ ଦିବ୍ୟ ସ୍ତରକୁ ନେଇଥାଏ। କିନ୍ତୁ ତୁମ ପାଇଁ ଅର୍ଜୁନ, ବିହିତ କର୍ମ, ଭଗବତ ଯୁକ୍ତ କରିବା, କର୍ମ ଯୋଗ କରିବା, ଇଏ ଉଚିତ ଅଟେ। ଇଏ ଉଚିତ ଅଟେ। ଯେହେତୁ କର୍ମ, ଯଦି ଆବଶ୍ୟକତା ଅଛି, କର୍ମ କରିବାର ଇଚ୍ଛା ଅଛି, କର୍ମ ତୁମ ଉପରେ ଯଦି ଆବଶ୍ୟକ ରହିଛି, ତାକୁ ଯଦି ଆମେ ତ୍ୟାଗ କରିଦେବା, ତେବେ ତାହା ଠକ ହେଇଯିବ, ଠକାମି ହେଇଯିବ। ଯଦି କିଛି କର୍ମ ନାହିଁ, ଠିକ ଅଛି। ଯଦି କର୍ମ ଅଛି, କର୍ମ କରୁଛେ, ତେବେ ଠିକ ଅଛି। କିନ୍ତୁ କର୍ମ ଥାଇ କର୍ମ ନଥିଲା ପରି ଅଭିନୟ କରିବା, ଇଏ ସଠତା ଅଟେ। ସଠତା ଅପେକ୍ଷା ବାସ୍ତବରେ କର୍ମରେ ଆମେ କର୍ମ ଯୋଗ କରିବା ନିତାନ୍ତ ଆବଶ୍ୟକ ଅଟେ। କର୍ମ ତ ବନ୍ଧନର କାରଣ, କର୍ମ ବନ୍ଧନର କାରଣ ହେଇପାରେ। ତୁମେ କର୍ମର ଯୋଉ ପ୍ରକାର ଅଛି ତାକୁ ତୁମେ ଜାଣ, ଯେ କର୍ମ କଣ, ଅକର୍ମ କଣ, ବିକର୍ମ କଣ, ଏବଂ ତୁମେ ଅକର୍ମରେ ସ୍ଥିର ହୁଅ। ବାହ୍ୟ ଶକ୍ତି ତ ଆସିବ, ଇନ୍ଦ୍ରିୟ ତ ଆସିବ, କିନ୍ତୁ ତାକୁ ଦୂର କରିବା ଦରକାର, ତାକୁ ଜାଣିବା ଦରକାର। ବାସ୍ତବରେ ଯିଏ ଏହା ଜାଣିଥାଏ, ସେ ଆତ୍ମାରେ ସ୍ଥିର ହେଇଥାଏ ଏବଂ ସମସ୍ତଙ୍କ ପାଖରେ ଆତ୍ମାର ଦର୍ଶନ କରିଥାଏ। ଅର୍ଜୁନ, ଏଥିପାଇଁ ଆବଶ୍ୟକ ହେଇଥାଏ ସଦା ସର୍ବଦା ଭଗବତ ସ୍ମରଣ, ସଦା ସର୍ବଦା ଭଗବତ ସ୍ମରଣ, ଭଗବତ ଚିନ୍ତନ, ଭଗବାନଙ୍କର ନାମ କୀର୍ତ୍ତନ, ଭଗବାନଙ୍କ ପ୍ରତି ଭକ୍ତି, ଭଗବାନଙ୍କ ପ୍ରତି ଶରଣାଗତତା। ତ ନିରନ୍ତର ଭଗବାନଙ୍କୁ ସ୍ମରଣ କରିବାର ଉପାୟ ଷଷ୍ଠ ଅଧ୍ୟାୟ ଧ୍ୟାନ ଯୋଗ, ଯାହାକି ଆମେ ଅଷ୍ଟାଙ୍ଗ ଯୋଗ ପାଠ କଲେ, ଏବଂ ଅଷ୍ଟାଙ୍ଗ ଯୋଗର ଶେଷ ବିଷୟରେ ଭଗବାନ କହୁଛନ୍ତି ଯେ ଅର୍ଜୁନ, ତପସ୍ୟୋ ଭି ଦିଗୋ ଯୋଗୀ,
ज्ञानी भोपि मतोऽधिकः कर्मिभ्यश्चाधिको योगी तस्मात् योगी भवार्जुन। हे अर्जुन, ଯୋଗୀ ସେ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ଅଟେ। ଜ୍ଞାନୀ ଠାରୁ ଶ୍ରେଷ୍ଠ ଅଟେ, ଜଣେ ତପସ୍ୱୀ ଠାରୁ ଶ୍ରେଷ୍ଠ ଅଟେ, ଜଣେ କର୍ମୀ ଠାରୁ ମଧ୍ୟ ଶ୍ରେଷ୍ଠ ଅଟେ। ଯୋଗୀ ଯେ ନିରନ୍ତର ପ୍ରୟାସ କରୁଛି ସେ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ଅଟେ। ନିରନ୍ତର ପ୍ରୟାସ କରିବା, ନିରନ୍ତର ଭଗବାନଙ୍କ ସହିତ ଯୋଡ଼ି ହେବାର ଯେଉଁ ପ୍ରୟାସ, ଜ୍ଞାନ ଅଛି କିନ୍ତୁ ପ୍ରୟାସ ନାହିଁ, ଜ୍ଞାନର ମୂଲ୍ୟ କ'ଣ ଅଛି? ତପସ୍ୟା କରିବାର ଶକ୍ତି ଅଛି କିନ୍ତୁ ପ୍ରୟାସ ନାହିଁ, କେଉଁ ପ୍ରକାର ତପସ୍ୱୀ? कर्म अच्छी किंतु भगवत प्राप्तर प्रयास नहीं, भगवत युक्त नहीं, क्यों प्रकार कर्मी? अर्जुन, तुम्हें से योगी हो कि मन रख, योगिनाम सर्वेशा मत गीतनातरात्मना श्रद्धावान भजते यो मां स्वामी युक्त तमो मत। योगी मान भितर श्रेष्ठ जी सदा सर्वदा निरंतर मते चिंतन करिथाए, सदा सर्वदा निरंतर भाव से मते चिंतन करिथाए। कर्म ये ज्ञान ये उभय मार्ग मनुष्य को भक्ति स्तर को नहीं था। बिना भक्ति स्तर रे भगवान का सहित संपर्क, भगवान प्रकृत ज्ञान विज्ञान को जानिवा ये असंभव अटे। कि प्रत्येक स्तर से भक्ति योग को मनुष्य को नहीं था। तेणु ये आमर अति सुंदर विषय भगवत गीता रे प्रथम कर्मयोग और शेष ज्ञान योग मध्य भाग रे भक्ति योग जमी कि गोटे सुंदर अलंकार आपण किणा जी गोटे सुंदर बॉक्स भितर से अलंकार थी, मूल्यमान अलंकार टी मध्य भाग रे थाए। जहाँ मध्य भाग रे थाए ता मनुष्य को अतीब उन्नतता प्रदान करि थाए। जो माने विज्ञान पढ़ी से माने जानी रेजोनेंट रेजोनेंट पॉइंट। तो आम नवम अध्याय पुणी पाठ करवा। भक्ति जोगर मध्यम हला पुणी नवम दशम अध्याय एवं तार मध्य भाग गला नवम अध्याय शेष श्लोक। मन रखा से श्लोक टी कौन आसब। तेणु हे अर्जुन, तुम्हें निरंतर जे मो सहित रही थाए सी हूँ मोर प्रिय। तो अर्जुन भीतर भी चिंता आसे तो मु किपरि भाव सर्वश्रेष्ठ योगी हेबी ना। तुम्हें भी हो पार जिते संपूर्ण भाव में तुम्हें मत जापर। तो भगवान को संपूर्ण भाव में जाना किपरि? भगवान कहते मया शक्त मना पार्थ योगं जुन्मन्नदाश्रय असंशयं समग्रं मां यथा ज्ञास्यसि तच्छृणु। मया शक्त मना पार्थ, हे प्रतापुत्र अर्जुन, केवल मोठारे ही निजर मन को आसक्त करवा, सदा सर्वदा आसक्त। आमने उदाहरण नहीं परिवा जो माने नशासक्त अच्छन्ति, जो माने चारित्रिक न्यूनता अच्छन्ति, सेमानकर आसक्त केउं प्रकार भाव रही है आमे देखुथिबा, आमे सेमान अनुभव करि पारुथिबा। ताठारो ऊर्ध्वरे भगवत चिंतन अटे। किंतु भगवत चिंतन पाई आमे से आसक्ति को तैयारी करि पारुछे, पालन करि पारुछे। आमे ताकु चिंतन करबा दरकार। जार मन सदाबले भगवानंकर सुंदरतारे आसक्त थाए,
भगवान का प्रसाद रे आसक्त थाए, भगवान का दर्शन रे आसक्त थाए, जार मन सदाबले भगवान नाम कीर्तन रे नाम जप रे आसक्त थाए, सही मनटा भगवान को अति प्रिय अटे। अर्जुन सही प्रकार भावरे तुम्हें मते संपूर्ण रूपे जानी पारिबो, सही प्रकार भावरे संपूर्ण रूपे मनटा मो निमंते आसक्त करी, केवल थरे आसक्त नहीं, से आसक्त को योग करवा दरकार। योग साधना, योग अर्थात प्रतिदिन प्रति समय प्रति मुहूर्त नित्य नैमित्तिक कर्म हिसाब रे जे सदाबले मनटा भगवान के निकट रे आसक्त करिताए, वास्तव रे सिए ही भगवान यही पूर्ण ज्ञान व भगवत ज्ञान को जानी पारे। ज्ञानं तेहं सविज्ञानम इदं बख्यामि अशेषतः। अर्जुन मु यही विज्ञान युक्त ज्ञान संपूर्ण रूपे तुमको कहिबी। तुम्हें जो कौच सर्वश्रेष्ठ जोगी हवा पाई, तेरे सदा सर्वदा मन मो प्रति आसक्त है दरकार, एवं से आसक्त मन ही मोर ज्ञान विज्ञान को प्राप्त करि परिबो। एवं मु से ही ज्ञान विज्ञान मु तुमको कहवा को जाउची। ज्ञान हम जहाँ जानिले हम जदि कहवा जे महुटा मिठा अटे, जो मैंने महु स्वाद चाखी महुटा को चाखी से माने कही परिबे जे वास्तव में महुटा केतिकी मिठा एवं केतिकी कसा। महुरे कषाय भी रही, केतिकी कसा केतिकी मिठा, जो मैंने ताको आस्वादन करिचंती, विज्ञान रे निपुणता रही से माने जानि परिबेला विज्ञान। तो उभय ज्ञान विज्ञान जहाँकि पूर्ण ज्ञान अटे। वास्तव में पूर्ण ज्ञान हेउची शरीर व प्रकृति, जीव व आत्मा एवं ईश्वर व परमात्मा को जानिबा। शरीर, आत्मा एवं परमात्मा एवं एमानकर संपर्क को जानिबा होची संपूर्ण ज्ञान। आजकल विभिन्न प्रकार यूनिवर्सिटी अच्छी, कॉलेज अच्छी, स्कूल अच्छी, विभिन्न प्रकार हमको शिक्षा प्रदान कर जाउची। ସେଥିରେ ଆମେ କେବଳ ଶରୀରର ଜ୍ଞାନ ହିଁ ପ୍ରାପ୍ତ କରୁଛେ କିଛି କିଛି, କିନ୍ତୁ ବିଶେଷ ଭୌତିକ ଜ୍ଞାନ ପ୍ରାପ୍ତ କରିଛେ। ପ୍ରକୃତିର ଜ୍ଞାନ, ମାଟି କଣ, ଯନ୍ତ୍ର କଣ, ବିଭିନ୍ନ କଣ, ଇଏ କଣ, ସେ କଣ, ସେ କଣ ସବୁ ଜାଣୁଛେ। କିଛିଟା ଶରୀର ବିଷୟରେ, କାହିଁକିନା ମଣିଷକୁ ଶରୀରଟା ଟିକେ ସୁସ୍ଥ ରଖିବା ପାଇଁ କିଛି ଶରୀରର ସୁସ୍ଥ ଆବଶ୍ୟକ ବିଷୟରେ ଶରୀର ବିଷୟରେ ଜାଣୁଛେ। କିନ୍ତୁ ବାସ୍ତବରେ ଶରୀରର ସେଇ ଯୋଉ परम तत्व आत्मा एवं तार जो संपर्क परमात्मा ताको जानिवार शक्ति आमर वर्तमान रो ज्ञान कौशल रे नहीं। तेणु मनुष्य प्रकृत ज्ञान स्तर को आसी पारे नहीं, प्रकृत ज्ञान स्तर रे पहुंची पारे नहीं। अर्जुन मनुष्याणाम सहस्रेषु कश्चित् जतति सिद्धये यततामपि सिद्धानां कश्चिन्मां वेति तत्त्वतः। हजार हजार आम जहाँ पढ़िले 4 लाख प्रकार मनुष्य अच्छा, ये 4,000 क्षमा करिए 4,000 प्रकार मनुष्य अच्छा। बहु प्रकार मनुष्य भितर वास्तव में किसी मनुष्य भगवान को संपूर्ण रूपे जानिवार, भगवान को जानिवार सिद्धि प्राप्त करिवार लक्ष्य रे आगो को बढ़ी था। किसी लोक एवं जो माने आगो को बढ़ी था से माने हजार भीतर बहुत कम, बहुत कम। एवं
जो माने आग को बढ़ी थांती प्रचेष्टा करी थांती सेमानक भितरे बहुत कम ही भगवान को जानी पारि थांती, तत्वतः जानी पारि थांती, तत्व ज्ञान सहित जानी पारि थांती। समस्ते तो कहती जिते कि बापा माँ पचारा हम तुम पिला आज 21 है पिला जन्म हो 21 दिन है पिला को पाठ पढ़ेब बड़ कर कौन करने चाहूच तो सही समय ही बापा माँ कही ना कि आईएएस माने बहुत बड़ा छोट कई कहते छोट कई कहते सब बहुत बड़ा बड़ा लक्ष्य तो बड़ा रहे किंतु समस्ते से लक्ष्यर दिगरे केते जन जाई पहुंचती आम जापर ये भौतिक ज्ञान रे यदि एही प्रकार आध्यात्मिक ज्ञान रे आहुरी ताहार जो प्रकृति बा रूप को आम बुझी पारथि वास्तव में मनुष्य कौन करिथाए ना सतत चेष्टा करिथाए एवं चेष्टा करिथिवा किछि मनुष्य भितरे से माने तत्वतः मते जानि पारथांती। तो ये अर्जुन के पाखरे महत्ता होची जे अर्जुन जेहेतु भगवान कृष्ण होचंदी अर्जुन गुरु से स्वीकार करिचंती तेणु गोटे विषय को पढ़ेवा पूर्व गुरुंकर से विषयर महत्ता विषय रे महात्म्य विषय रे वर्णना करवा ये शिष्यर आग्रह सृष्टि करिथाए। तेणु से अर्जुन को कहते अर्जुन मु तुमको ज्ञान प्रदान करदेवी जहाँकि संपूर्ण ज्ञान अटे जो ज्ञान तुमको मो निकट में स्थिरता मनर स्थिरता प्रदान कर किंतु ये ज्ञान हजार जनक भितर किछि जन सिद्धि प्राप्त करने को चेष्टा करिथांती एवं चेष्टा करने भितर किछि जन ही आको प्राप्त करिथांती अर्थात पथ कष्ट अच्छी। हे अर्जुन भूमिरापो नल वायु खंग मनो बुद्धिरेव च अहंकार इति यंग में भिन्ना प्रकृतिरष्टता पृथ्वी जल तेज वायु आकाश मन बुद्धि और अहंकार ये हूँ माया एवं मायार ये 8टी उपादान ये हूँ मोर अपरा प्रकृति बा माया शक्ति यह द्वारा मनुष्यर शरीरटा गढ़ा होता है यह द्वारा मनुष्यर शरीरटा गढ़ा होता है। आमे कहवा पृथ्वी जल वायु आकाश ये शरीर भितर रही एति गोटे शरीर ए भितर एवढ पृथ्वी एते जल एते वायु एते आकाश रही यही विषय ही हमारे विज्ञान रे जो जो फार्मूला है E इज इक्वल टू MC स्क्वायर ये बाहरी गोटे छोटिया विषय केते बड़ शक्ति प्रदान करि पारे एवं केते बड़ शक्ति गोटे सूक्ष्म रूप में रही पारे यही तत्व ही ये आरंभ है। हे अर्जुन जे केवल जे मोर अपराशक्ति अच्छी ताहा नहीं ये अपराशक्ति व्यतीत उत्कृष्ट गोटे पराशक्ति मध्य ये रही उत्कृष्ट पराशक्ति रही जहाँ की जीवन आधार अटे चित्र नहीं कि आम जी देखा गोटे कंढे आजिकल विभिन्न प्रकार कंढे आसला संपूर्ण रूपे मनुष्य रूपे गोटे कंढे को जब आप दूर देखिए कहे गोटे मनुष्य गोटे छड़ा है संपूर्ण मनुष्य रूप किंतु से मनुष्य हो पार ना तार कारण है ना ता भितर पराशक्ति ना चेतन शक्ति ना आत्मचेतना नहीं जिते बड़े गोटे अपराशक्ति भितर आत्मचेतन परिपूर्ण हुए से परिपूर्ण मनुष्य ही किंतु भगवान से एथिरु ऊर्ध्वरे
ଭଗବାନଙ୍କର ଶରୀର ଏହି ଅପରାଶକ୍ତି ବା ପରାଶକ୍ତିର ପୂର୍ଣ୍ଣ ନୁହେଁ। ଭଗବାନଙ୍କର ଶରୀର ହେଉଛି ଚିନ୍ମୟ। ଭଗବାନଙ୍କର ଶକ୍ତି ହେଉଛି ଚିନ୍ମୟ। ଆମର ଯେମିତି କେବଳ ଆଖି ଦିଟା ରହିଛି, ଆଗ ପଟେ ଆମେ ଦେଖିପାରୁଛେ, ପଛକୁ ଦେଖେ କହିଲେ ମୁଣ୍ଡ ବୁଲେଇବାର ଅଛି, ନହେଲେ ଦେଖିପାରିବା ନାହିଁ। କିନ୍ତୁ ଭଗବାନଙ୍କର ସେ ପ୍ରକାର ନାହିଁ। ସେ ସବୁ କିଛି ସବୁ ଭାବରେ କାମ କରିପାରିବେ, ସେ ଚିନ୍ମୟ। କିନ୍ତୁ ମନୁଷ୍ୟ ଏହି ଅପରା ଏବଂ ପରାଶକ୍ତି ଦ୍ୱାରା ହିଁ ଘଟିଥାଏ, ଯେଟା ଆମେ ଦେଖିପାରୁଥିବା। ଏତୋ ଦୁନିନି ଭୂତାନି ସର୍ବାଣୀତ୍ୟୁ ପଧାରୟ ଅହଂ କୃଷ୍ଣस्य ଜଗତः ପ୍ରଭଃ ପ୍ରଳୟସ୍ତତା। ये समस्त प्राणी, ये जगतर समस्त प्राणी ଏହି ଅପରା ଏବଂ ପରାଶକ୍ତି ଦ୍ୱାରା ହିଁ ଗଠିତ ଅଟନ୍ତି। ଅର୍ଥାତ୍ ଭଗବାନ ହେଉଛନ୍ତି ସମସ୍ତଙ୍କର ଆଶ୍ରୟ। ଭଗବାନ ହେଉଛନ୍ତି ସମସ୍ତଙ୍କର ଆଶ୍ରୟ। ଭଗବାନଙ୍କର ଅପରାଶକ୍ତି ଏବଂ ଭଗବାନଙ୍କର ଯେଉଁ ପରାଶକ୍ତି, ଏହା ଦ୍ୱାରା ମନୁଷ୍ୟ ଗଠିତ ଅଟେ। ଅର୍ଥାତ୍ ଭଗବତ ଶକ୍ତିରେ ହିଁ ମନୁଷ୍ୟ ନିର୍ମାଣ। ବହୁତ ଚେଷ୍ଟା କରାଯାଇଛି ବିଜ୍ଞାନରେ ଗୋଟେ ମନୁଷ୍ୟ ତିଆରି କରିବାକୁ ଚେଷ୍ଟା କରାଯାଇଛି। ଏବଂ ତାହାର ପରିଣତି କ'ଣ ଆମେ 2020ରେ ଦେଖିଗଲେ। ତ ଭଗବତ ଶକ୍ତି ଇଏ ହେଉଛି ସମଗ୍ର ଶକ୍ତିର ଉତ୍ସ। ଭଗବତ ଶକ୍ତି ହେଉଛି ସମସ୍ତ ଶକ୍ତିର ଆଶ୍ରୟ ଏବଂ ଭଗବତ ଶକ୍ତି ହେଉଛି ସମସ୍ତ ଶକ୍ତିର ଆଶ୍ରୟସ୍ଥଳ ଆଉଜିକି ରହିଛନ୍ତି, ତା ଉପରେ ଭାର ହେଇ ରହିଛନ୍ତି। ତେଣୁ ହେ ଅର୍ଜୁନ, ଇଏ ହେଉଛି ଭଗବତ ସତ୍ତା। ମୁଁ ସମସ୍ତଙ୍କୁ ଧାରଣ କରି ରଖିଛି। ମୁଁ ସବୁ ବିଷୟକୁ ଧାରଣ କରି ରଖିଛି। ଯେମିତିକି ଆମେ ଦେଖୁଥିବା ଗ୍ରହ ନକ୍ଷତ୍ର ସବୁ ରହିଛନ୍ତି, ନିଜ ନିଜ କକ୍ଷ ପଥରେ ଘୁରି ବୁଲୁଛନ୍ତି। ନିଜ ନିଜ କକ୍ଷ ପଥରେ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରୁଛି, ପୃଥିବୀ ଚାରିପଟେ ଚନ୍ଦ୍ର ଘୁରୁଛି, ଚନ୍ଦ୍ର ପୃଥିବୀ ଚାରିପଟେ ଘୁରିବା ସହିତ ସୂର୍ଯ୍ୟଙ୍କୁ ମଧ୍ୟ ଘୁରି ନେଉଛି। ନିଜ ନିଜ କକ୍ଷ ପଥରେ ଆଜି ପର୍ଯ୍ୟନ୍ତ କିଏ କାହା ସହିତ ସ୍ପର୍ଶ କରିନାହାନ୍ତି। ମନୁଷ୍ୟ ନିଜ ନିଜର କର୍ତ୍ତବ୍ୟ କରିନେଉଛି। ମନୁଷ୍ୟ କେତେବେଳେ କହୁଛି ଯାଅ ମୁଁ କିଛି କରିଦେଲି ପାଇଗଲି, ବା କିଏ କିଏ କହୁଛନ୍ତି ଯାଅ ଭଗବାନ କିଛି ଦେଇଗଲେ। କିନ୍ତୁ ଯାହା ବି ତ ହଉଛି ଆମେ ପଢିବା ଏବଂ ପଞ୍ଚମ ଅଧ୍ୟାୟରେ ବି କିଛି ପଢିଥିବା, ନିଜର କର୍ମ ଗୁଣ ଅନୁସାରେ ହିଁ ପ୍ରାପ୍ତ କରିଛନ୍ତି। ଏସବୁ କିଛି ଭଗବାନଙ୍କ ଦ୍ୱାରା ହିଁ ନିୟନ୍ତ୍ରଣ ହେଇଥାଏ। ଅର୍ଜୁନ, ମୁଁ ସମସ୍ତଙ୍କୁ ଧାରଣ କରି ରଖିଛି। ଉଦାହରଣ ଯେମିତି ଗୋଟେ ମଣିମାଳ, ଆପଣମାନେ ମାଳି ଦେଖିଥିବେ, ମା ମାନେ ସାଧାରଣତଃ ମାଳି ପିନ୍ଧନ୍ତି। ଆଜିକାଲି ତ ସବୁ ସୁନାର ଚେନ୍ ଯୋଉ ଅଲଗା ପ୍ରକାର ଆସିଗଲାଣି, ନହେଲେ ଆଗରୁ ମାଳି ଥିବ। ଗୋଟିଏ ଗୋଟିଏ ମାଳି ସେ କ'ଣ ହେଇଥିବ ନା ସୂତା ଦ୍ୱାରା ଗୁନ୍ଥା ହେଇଥିବ। ବାହାରକୁ ସୂତା ଦେଖା ହିଁ ଯାଉନଥିବ, କିନ୍ତୁ ସେଇ ସୂତା ପରେ ହିଁ ସମସ୍ତ ମାଳି ରହିଛନ୍ତି। ଯୋଉ ମାଳା ହେଇଛି, ଏ ସମସ୍ତ ମାଳି ସୂତା ଉପରେ ହିଁ ରହିଛନ୍ତି। ସମସ୍ତ ଏ ଧାଗା ଉପରେ ଧାରିତ ହିଁ ରହିଛନ୍ତି। ଯଦି ସେ ଛିଡ଼ିଗଲା ତ ଏ ମାଳା ଆଉ ରହିବନି, ମାଳି ହେଇ ସେ ଛିଞ୍ଚତ୍ର ହେଇଯିବ। ଆମେ ସୂତାକୁ ଦେଖିପାରୁନାହୁଁ, କିନ୍ତୁ ସୂତା ହିଁ ସମସ୍ତଙ୍କର ଧାରଣ ଶକ୍ତି। ସେମିତି ଭଗବାନ ଏ ସମସ୍ତଙ୍କୁ ଧାରଣ କରି ରଖିଛନ୍ତି। ସେ ଅଦୃଶ୍ୟ ଅଟେ, କିନ୍ତୁ ସମସ୍ତଙ୍କ ଦ୍ୱାରା ଧାରିତ ଅଟେ। ମୁଁ ଭଗବାନଙ୍କୁ ଦେଖିପାରିବି। ହରେ ପ୍ରଭୁପାଦଙ୍କୁ ଜଣେ ପଚାରିଲେ, ଆପଣ ଭଗବାନ ଭଗବାନ ଏତେ କହୁଛନ୍ତି, ଭଗବାନ କେବେ ଦେଖିଛନ୍ତି? ପ୍ରଭୁ କହିଲେ, ହଁ ମୁଁ ଦେଖିଛି। ନା ମତେ ଟିକେ ଦେଖାନ୍ତୁ। ନା ଆପଣ ଭଗବାନଙ୍କୁ ଦେଖିପାରିବେ ନାହିଁ। ତାର କାରଣ କ'ଣ?
ଯଦି ପ୍ରଭୁପାଦ ଯଦି ଭଗବାନଙ୍କୁ ଦେଖିଛନ୍ତି ସେ କାହିଁ ଦେଖିପାରିବ ନାହିଁ? ଆମେ ଟିକେ ଆଗକୁ ଯିବା। ବାସ୍ତବରେ ଭଗବାନଙ୍କୁ ଆମେ ଦେଖିପାରିବା କି? ଏଠି ଆମେ ଦିଟା ଚିତ୍ର ଦେଖୁଥିବା, ଯଦି ଚିତ୍ରକୁ ଦେଖିବା ଟିକେ ଭଲ ଭାବରେ ଲୟ କରିବା ତ ମଝିରେ ଦେଖିବା କିଛି ସିଢି ଥିଲା ପରି ଲାଗିବ। ମଝିରେ କୌଣସି ତାକୁ ସିଢି ଦିଆହେଇଛି, ତଳୁ ଉପରକୁ ହେଇପାରେ, ଉପରୁ ତଳକୁ ହେଇପାରେ, ବା କିଛି ଚିତ୍ର ଦେଖାଯାଉଛି, ସେ ଚାଲିଲା ପରି ଦେଖାଯିବ। ମୁଁ ଅଧିକ ସମୟ ନଉନି, ସମୟ ରହିବନି। ଏଇଠି ଯଦି ଆମେ ଗୋଟେ ମଧ୍ୟମ ଚିତ୍ର ଦେଖିବା, ଆମେ କହିପାରିବା ନାହିଁ ଯେ ମଝିରେ ଗୋଟିଏ ମନୁଷ୍ୟର ଚିତ୍ର ଅଛି, ଇଏ ଅଛି କି ନାହିଁ ଆମେ କହିପାରିବାନି। ଏ ଚିତ୍ର ଦେଖି ଆମେ ତାକୁ ଜାଣିପାରିବା ନାହିଁ, କହିପାରିବା ନାହିଁ। ଏଇଟା କଣ ଦେଖୁଛେ? ଏଇଠି ବି ଯଦି ଆମେ ଦେଖିବା, ଇଏ ମନୁଷ୍ୟର ଚିତ୍ର କି ବୃକ୍ଷର ଚିତ୍ର, ତାହା ମଧ୍ୟ ଆମ ପାଖରେ ଅସମ୍ଭବ ହେଉଛି। ଏଇଠି ବି ଯଦି ଦେଖିବା, ଇଏ ଗୋଟେ ଡାଇନିଂ ହଲ୍, ଡାଇନିଂ ହଲ୍ ଗୋଟେ ଟେବୁଲ ଭିତରେ ଦେଖିବା ଗୋଟେ ଛୋଟ ମୁଣ୍ଡ ଗୋଟେ ରହିଛି, ମୁଣ୍ଡ ଗୋଟେ ରହିଛି। ଆକୁ ଯଦି ଦେଖିବା ତ ଲାଗୁଛି ଟେବୁଲ ଉପରେ ଗୋଟେ ମୁଣ୍ଡଟି ଥୁଆ ହେଇଛି, କିନ୍ତୁ ଇଏ କିଛି ନୁହେଁ, ଗୋଟେ ସାଧାରଣ ଚିତ୍ର। ଇଏ ଗୋଟେ ସାଧାରଣ ଚିତ୍ର, କିନ୍ତୁ ଆମକୁ ଲାଗୁଛି ସତେ ଯେମିତି ଇଏ ଆଉ କିଛି ଅଟେ, ସତେ ଯେମିତି ଇଏ ଆଉ କିଛି ଅଟେ। ତାହାର କାରଣ ହେଲା ଆମର ଚକ୍ଷୁର ସେତିକି ଶକ୍ତି ନାହିଁ। ତାକୁ କୁହାଯାଏ ଆଇ ଇଲ୍ୟୁଜନ। ଆମ ଚକ୍ଷୁର ସେତିକି ଶକ୍ତି ନାହିଁ ଯେ ସମସ୍ତ ବିଷୟକୁ ଦେଖିବା ପାଇଁ, ଜାଣିବା ପାଇଁ। ଆମେ ଗାଡି ଚଲାଉଛେ, ଗାଡି ଖରାପ ହେଇଗଲେ କଣ କରୁଛେ? ଠେଲିକିରି ବା ଦୌଡ଼ି ଲଗେଇ କୌଣସି ମତେ ଗୋଟେ ଗ୍ୟାରେଜକୁ ନେଉଛେ। ଗ୍ୟାରେଜରେ ଆମଠାରୁ କମ ପାଠ ବି ହେଇପାରେ, ଆମଠାରୁ ଅସୁନ୍ଦର ବି ହେଇପାରେ, ବା ଯାହା କିଛି ଆମେ କହିପାରିବା, କିନ୍ତୁ ସେ ବ୍ୟକ୍ତି ଆସୁଛି, ଗାଡି କଣ ଟିକେ କଣ କରିଦଉଛି, 5-10 ମିନିଟ, 15 ମିନିଟ, ଅଧଘଣ୍ଟା, ଘଣ୍ଟାଟେ ଭିତରେ ଗାଡି ପୁରା ଗୁଡ 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 ଷ୍ଟାର୍ଟ ହେଉଛି। ତାର କାରଣ ଆମେ ସବୁବେଳେ ଗାଡି ଚଲାଉଛେ, କିନ୍ତୁ ତାକୁ ରିପେୟାର କରିପାରୁନାହୁଁ। ଆମର ଗାଡି ଆମେ ସବୁବେଳେ ଚଲାଉଛେ, ତାର କାରଣ ହେଲା ସେ ବିଷୟରେ ଆମର ଜ୍ଞାନ ନାହିଁ। ସେ ବିଷୟରେ ଜ୍ଞାନ ନାହିଁ। ଯାହାର ଜ୍ଞାନ ଅଛି ସେ ସାଙ୍ଗେ ସାଙ୍ଗେ ତାକୁ ରିପେୟାର କରି ନେଉଛି। ଯେତେବେଳେ ପର୍ଯ୍ୟନ୍ତ ଆମ ପାଖରେ ଭଗବତ ଜ୍ଞାନ ହୋଇପାରିବ ନାହିଁ, ଭଗବତ ଜ୍ଞାନ ଆମ ପାଖରେ ପ୍ରାପ୍ତ ହେଇନାହିଁ, ଆମେ ଭଗବାନଙ୍କୁ ଦେଖିବା କେମିତି, ଜାଣିବା କେମିତି? ଦେଖିଲେ ବି ଚିହ୍ନି ପାରିବା। ମନେକର ଆମେ ଗୋଟେ କ୍ଲାସ ନେଉଛେ, ହଠାତ୍ କିନା ମନେକର ନରେନ୍ଦ୍ର ମୋଦୀ ଆମ କ୍ଲାସରେ ଜଏନ୍ ହେଇଗଲେ, ଆମେ ଜାଣିବା କେମିତି? ଆମେ ଯଦି ଜାଣିଥିବା ଯେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯଦି ଦେଖିବା ନରେନ୍ଦ୍ର ମୋଦୀ, ଆରେ ଏଇଟା କିଏ ଗୋଟେ ନାଁ ଦେଇଦେଇଛି ନା କଣ ପ୍ରକୃତରେ, ଆମେ ତାପରେ ଦେଖିବା ଜାଣିବା ଦରକାର, ଜ୍ଞାନ ଦରକାର। ଯେକୌଣସି ବିଷୟରେ ଜ୍ଞାନ ଦରକାର। ବିନା ଜ୍ଞାନରେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। କିନ୍ତୁ ମନୁଷ୍ୟ କଣ କରନ୍ତି? ମୂର୍ଖ ଭାବରେ ଭଗବତ ଜ୍ଞାନ ପ୍ରାପ୍ତି କରିବାର ସେମାନେ ଆବଶ୍ୟକତା ମନେ କରନ୍ତି ନାହିଁ, ଜାଣନ୍ତି ନାହିଁ, ବୁଝନ୍ତି ନାହିଁ। ଭଗବାନ ଅଛନ୍ତି କି? ମୂର୍ଖ ଭାବରେ ମୂର୍ଖତା କରିଥାନ୍ତି। ତେଣୁ ଭଗବାନଙ୍କୁ ଜାଣିବା ପାଇଁ, ଭଗବାନଙ୍କୁ ଦେଖିବା ଯେ ସହଜ ହେଲେ ମଧ୍ୟ ଭଗବାନଙ୍କୁ ନ ଜାଣିଲେ ଆମେ ଚିହ୍ନି ପାରିବା ନାହିଁ, ଆମେ ଜାଣିପାରିବା ନାହିଁ। ଭଗବାନ କଣ କରିଥାନ୍ତି ନା ରସୋ ହଂସ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ ପ୍ରଣବ ସର୍ବେଦେଶୁ ଶବ୍ଦ କି ପୌରୁଷଂ ଋଷୁ। ହେ କୁନ୍ତି ପୁତ୍ର, ହେ ଅର୍ଜୁନ, ମୁଁ ହେଉଛି ଜଳର ସ୍ୱାଦ, ମୁଁ ହେଉଛି ସୂର୍ଯ୍ୟ ଚନ୍ଦ୍ରର ପ୍ରକାଶ, ମୁଁ ହେଉଛି ବୈଦିକ ମନ୍ତ୍ରର ଓଙ୍କାର, ମୁଁ ହେଉଛି ଆକାଶର ଧ୍ୱନି,
ମୁଁ ହେଉଛି ମନୁଷ୍ୟର ସାମର୍ଥ୍ୟ ପୌରୁଷତ୍ୱ। ଆମେ କହୁଛୁ ନା ପୁରୁଷାର୍ଥ ଦେଖାଅ। କଣ ପୁଅ ପିଲା ହେଇ ଏଇଟା ଟେକି ପାରୁନ, ପୁରୁଷାର୍ଥ ଦେଖାଅ। ସେ ଶକ୍ତି, ଯୋଉ ସାମର୍ଥ୍ୟ, ଯୋଉ ସାମର୍ଥ୍ୟ ବଳରେ ଆମେ ପୁରୁଷାର୍ଥ ପରିପୂର୍ଣ୍ଣତା କରିଛେ, ସେ ପୁରୁଷାର୍ଥ ମୁଁ ଅଟେ। ମୁଁ ହେଉଛି ପୃଥିବୀର ଆଦ୍ୟ ସୁଗନ୍ଧ। ଯେତେବେଳେ ଖରା ଜୋରରେ ହେଇଥିବ, ପ୍ରଥମେ ବର୍ଷା ହବ, ପୃଥିବୀର ଏକ ସୁଗନ୍ଧ ବାହାରେ। ସେ ଆଦ୍ୟ ସୁଗନ୍ଧ ହେଉଛି ମୁଁ। ଅର୍ଜୁନ, ମୁଁ ହେଉଛି ଅଗ୍ନିର ଉଷ୍ଣତା। ମୁଁ ହେଉଛି ଅଗ୍ନିର ଉଷ୍ଣତା। ମୁଁ ହେଉଛି ଜୀବର ଜୀବନୀ ଶକ୍ତି। ଆମେ କହୁଛ ନା ମଣିଷର ଜୀବନ ଅଛି, ପ୍ରାଣ ଅଛି। ତ ସେ ଜୀବନ ଶକ୍ତି ନିଜେ ଭଗବାନ। ମୁଁ ହେଉଛି ମଣିଷର ଜୀବନୀ ଶକ୍ତି। ତପସ୍ୱୀର ତପୋବଳ ତାହା ମୁଁ ଅଟେ। ମୁଁ ଅଟେ। ତେଣୁ ହେ ଅର୍ଜୁନ, ହେ ପୃଥାପୁତ୍ର, ବାସ୍ତବରେ ସମସ୍ତ ଜୀବଙ୍କର ଆଦି ବୀଜ, ପ୍ରଥମ ବୀଜ ତାହା ମୁଁ ହିଁ ଅଟେ। ଜଣେ ଯଦି କହୁଛି ମୁଁ ବୁଦ୍ଧିମାନ, ତାହାର ବୁଦ୍ଧି ମୁଁ ହିଁ ଅଟେ। ବୁଦ୍ଧି ବୁଦ୍ଧି ମତା ମସ୍ମି। ଜ୍ଞାନୀର ଜ୍ଞାନ ହେଉଛି ମୁଁ। ଏବଂ ସମସ୍ତ ତେଜସ୍ୱୀ ପୁରୁଷଙ୍କର ତେଜ ମଧ୍ୟ ମୁଁ ଅଟେ। ଆମେ କହୁଛେ ନା ସେ ବ୍ୟକ୍ତିଟି କେତେ ସୁନ୍ଦର ଦେଖାଯାଉଛି, ଆକର୍ଷକ। ଆକର୍ଷକ ତେଜ ଭିତରେ ଟିକେ ଫରକ ରହିଛି, ତେବେ ବି ବୁଝିବା ପାଇଁ ଆକର୍ଷକ। ସେ ଆକର୍ଷଣ ମଧ୍ୟ ଭଗବତ ପ୍ରଦତ୍ତ ଅଟେ। ଯିଏ ଜ୍ଞାନୀ, ଯିଏ ଭଗବତ ପ୍ରେମୀ, ସେ ଶରୀରର ସୌନ୍ଦର୍ଯ୍ୟକୁ ଦେଖେନି, ଶରୀରର ସୌନ୍ଦର୍ଯ୍ୟତାରେ ପ୍ରଦାନକାରୀ ଭଗବାନଙ୍କୁ ଦେଖିଥାଏ। ଏବଂ ଯିଏ ଶରୀର ପ୍ରତି ଆକର୍ଷିତ, ଯିଏ ମାୟାର ଆଦୃତ ଅଟେ, ସିଏ ସୌନ୍ଦର୍ଯ୍ୟ ପ୍ରଦାନକାରୀଙ୍କୁ ଦେଖେ ନାହିଁ, ସୌନ୍ଦର୍ଯ୍ୟକୁ ଦେଖିଥାଏ। ଇଏ ହେଉଛି ଫରକ। ଯିଏ ସୌନ୍ଦର୍ଯ୍ୟକୁ ଦେଖେ, ସିଏ ଇନ୍ଦ୍ରିୟ ବଶବର୍ତ୍ତୀ, ଶରୀର ଆକର୍ଷିତ ଅଟେ। ଏବଂ ଯିଏ ପ୍ରକୃତ ଜ୍ଞାନୀ, ଯିଏ ଶରୀର, ଆତ୍ମା ଏବଂ ପରମାତ୍ମାଙ୍କର ସମ୍ପର୍କକୁ ଜାଣିଥାଏ, ସିଏ ଏ ସୌନ୍ଦର୍ଯ୍ୟ ପ୍ରଦାନକାରୀ ଭଗବତ ସତ୍ତାକୁ ସେ ଦେଖିଥାଏ। ସେ ହେଉଛି ପ୍ରକୃତ ଜ୍ଞାନୀ। ଏବଂ କାମ, ଯେଉଁ କାମ ସମାଜର କର୍ତ୍ତବ୍ୟକୁ ପୂରଣ କରିଥାଏ, ପୁରୁଷ ଏବଂ ସ୍ତ୍ରୀର ଆକର୍ଷଣକୁ ନୁହେଁ, କର୍ତ୍ତବ୍ୟକୁ ପୂରଣ କରିଥାଏ, ଯାହା ଶାସ୍ତ୍ର ବିହିତ, ସେ କାମ ମଧ୍ୟ ମୁଁ, ସେ ଶକ୍ତି ମଧ୍ୟ ମୁଁ ପ୍ରଦାନ କରିଥାଏ, ମୁଁ ଅଟେ। ହେ ଭରତ ଶ୍ରେଷ୍ଠ ଅର୍ଜୁନ, ତୁମେ ଏହି ପ୍ରକାର ଭାବରେ ମୋର ସମସ୍ତ ସତ୍ତାକୁ ତୁମେ ଅନୁଭବ କରିପାରିବ। ସେତିକି ନୁହେଁ, ଯେ ଚୈବ ସାତ୍विକା ରାଜା, ସାତ୍विକା ଭାବା ରାଜସା ତାମସାଶ୍ଚ ଯେ ମତ ଏवेति ତାନ୍ ବିଦ୍ଧି ନ ତ୍ୱହଂ ତେଷୁ ते ମୟି। ଏ ସଂସାରରେ ଥିବା ଯେଉଁ ତିନୋଟି ଗୁଣ, ଯେଉଁ ମାୟାର ଯେଉଁ ତିନୋଟି ଗୁଣ ରହିଛି, ସତ୍ଵ ରଜ ତମ, ଇଏ ମୋର ପ୍ରାକଟ୍ୟ ଶକ୍ତି ଅଟେ। ଏ ମୋ ଶକ୍ତିରୁ ହିଁ ପ୍ରକଟ ହେଇଛନ୍ତି। କିନ୍ତୁ ସେମାନଙ୍କୁ ମୁଁ ପ୍ରକଟ କରିଛି, କିନ୍ତୁ ମୁଁ ସେ ଭିତରେ ନାହିଁ।
ମୁଁ ସେ ଭିତରେ ନାହିଁ, ମୁଁ ତାଙ୍କଠାରୁ ଉର୍ଦ୍ଧ୍ୱରେ ଥାଏ। ମୁଁ ସେଇ ଭିତରେ ନଥାଏ। ଆମେ ଏ ବିଷୟରେ ଚତୁର୍ଦ୍ଦଶ ଅଧ୍ୟାୟରେ ପଢିବା। हे अर्जुन, दैवी हे सा गुणमयी मम माया दुरत्यया मामेव ये प्रपद्यन्ते माया मेतां तरन्ति ते। ଏ ପ୍ରକୃତିର ଏ ଯୋଉ ତ୍ରିଗୁଣ ରହିଛି, ଏ ଯୋଉ ମୋର ମାୟା ଶକ୍ତି ରହିଛି, ୟାକୁ ପାର କରିବା ଅତି କଷ୍ଟ ସାଧ୍ୟ ଅଟେ। ୟାକୁ ପାର କରିବା ଅତି କଷ୍ଟ ସାଧ୍ୟ ଅଟେ। ବାସ୍ତବରେ ଯେଉଁମାନେ ମୋର ଭକ୍ତ ଅଟନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ମୋର ଶରଣାଗତ ଅଟନ୍ତି, ଯେଉଁମାନେ ମୋର ନାମ ଜପ କରନ୍ତି, ମୋର ଧ୍ୟାନ କରନ୍ତି, ଶରଣାଗତ ହେଇଥାନ୍ତି ଏବଂ ସଦା ସର୍ବଦା ସେମାନଙ୍କର ମନ ଯାହାର ମୋ ନିକଟରେ ସନ୍ନିହିତ ହେଇ ରହିଥାଏ, ବାସ୍ତବରେ ସେମାନେ ଏହି ପ୍ରକାର ଯୋଉ ମାୟାର ଯୋଉ ବୈତରଣୀ ରହିଛି, ସମୁଦ୍ର ରହିଛି, ଆକୁ ସହଜରେ ପାର କରିଦିଅନ୍ତି, ଆକୁ ଅତି ସହଜରେ ପାର କରି ନିଅନ୍ତି। ଯଦି ଆପଣ ଯଦି ଏଇ ପ୍ରକାର, ତେବେ ସମସ୍ତେ ତ ଆପଣଙ୍କର ଶରଣାଗତ ହେଉଥିବେ, ସମସ୍ତେ ତ ଆପଣଙ୍କ ଶରଣାଗତ ହେଇଥିବେ। ଭାବୁଛନ୍ତି ନା 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 ନା, ସମସ୍ତେ ମୋର ଶରଣାଗତ ହୁଅନ୍ତିନି। ଯେଉଁମାନେ ଯେଉଁମାନେ ମୂର୍ଖ ଅଟନ୍ତି, ଯେଉଁମାନଙ୍କର ଜ୍ଞାନର ଆବଶ୍ୟକତା ହିଁ ନାହିଁ, ସେମାନେ ମୋର ଶରଣାଗତ ହେବେ କିପରି? ତ ସେ ପ୍ରକାର ମୂର୍ଖ ସେମାନେ ମୋର ଶରଣାଗତ ହୁଅନ୍ତି ନାହିଁ। ଯେଉଁମାନେ ଅଜ୍ଞାନ ଏବଂ ନରାଧମ, ଯେଉଁମାନେ ମତେ ଜାଣିବାର ସାମର୍ଥ୍ୟ ଅଛି, ସେମାନେ ଚାହିଁଲେ ଜ୍ଞାନ ପ୍ରାପ୍ତ କରିପାରିବେ, କିନ୍ତୁ ସେମାନେ ପ୍ରକୃତିସ୍ଥ ଭାବରେ ମତେ ଜାଣନ୍ତି ନାହିଁ। ମାନେ ଆମେ କହିବା ଯେଉଁମାନେ ମୂର୍ଖ, ପାଠ ପଢିଲେ ବି ସେମାନଙ୍କର ହେଉନାହିଁ, ସେ ତ ଗୋଟେ ଗଲା। ଦ୍ୱିତୀୟ କ୍ୟାଟେଗୋରୀ, ପାଠ ପଢିପାରିବ କିନ୍ତୁ ସାଙ୍ଗସାଥି ଫିଲ୍ମ କରି ପାଠ ପଢୁନାହିଁ। ଆଉ ଗୋଟେ ହେଲା ମାୟା ଅପହୃତା ଜ୍ଞାନ। ଯିଏ ଜ୍ଞାନୀ ଜାଣିଛି କିନ୍ତୁ ତାର ମୁଣ୍ଡଟା ମାୟା ଦ୍ୱାରା ଅପହୃତ ହେଇଯାଇଛି, ତାର ମୁଣ୍ଡଟା ମାୟା ଦ୍ୱାରା ଅପହୃତ ହେଇଯାଇଛି। ଯେମିତିକି ଦେଖିଥିବା, ଆମେ ଦେଖିଥିବା ଜଣେ ଡକ୍ଟର କିଡନୀ ଚୋରି କରୁଛନ୍ତି ବା କଣ ଉଗ୍ରବାଦୀ ହେଉଛନ୍ତି। ଆମେ ଆଗକୁ ପଢିବା ଯେ କେଉଁ ପ୍ରକାର ଭାବରେ ତାମସିକ ଭଗବତ ସତ୍ତାକୁ ଦୂରେଇ ଦେବା ଦ୍ୱାରା ତାଙ୍କର ଭିତରେ ତାମସିକ ଜାଗ୍ରତ ହୁଏ, ତାମସିକ ଗୁଣ ଜାଗ୍ରତ ହୁଏ ଏବଂ ସେହି କାରଣରୁ ସେମାନେ ସମାଜ, ଦେଶ, ରାଷ୍ଟ୍ର, ବ୍ୟକ୍ତି ପାଇଁ ବିପଦ ହେଇଥାନ୍ତି। ଜ୍ଞାନ ରହିଛି କିନ୍ତୁ ସେ ଜ୍ଞାନ ଭଗବତ ଯୁକ୍ତ ନ ହେବା କାରଣରୁ, ଭଗବତ ସତ୍ତା ଯୁକ୍ତ ନ ହେବା କାରଣରୁ ସେମାନେ କ'ଣ ହେଇଥାନ୍ତି ନା ନଷ୍ଟ, ସମାଜର ନଷ୍ଟ ଭିତରେ ରହିଥାନ୍ତି। ତ ସେହି ପ୍ରକାର ମାୟା ଅପହୃତା ଜ୍ଞାନ, ଯାହାର ଜ୍ଞାନ ମାୟାର ବନ୍ଧନରେ ବାନ୍ଧି ରହିଛି, ସେମାନେ ମୋର ଶରଣାଗତ ହୁଅନ୍ତି ନାହିଁ। ଆସୁର ଭାବ ଆଶ୍ରିତା, ଯେଉଁମାନଙ୍କର ଆସୁରୀ ପ୍ରକୃତି ଥିବ, ଆସୁରୀ ପ୍ରକୃତି, ନିଜର ଅହଙ୍କାର, ମୁଁ ହିଁ ବଡ଼, ମନ୍ଦ ଧରି କହିଲେ ହେ କାନ୍ତ, ରାମଚନ୍ଦ୍ର ସେତୁବନ୍ଧ କରୁଛନ୍ତି, ପଥର ପକାଉଛନ୍ତି, ପାଣିରେ ଭାସୁଛି, ପଥର ପାଣିରେ ଭାସୁଛି, ଏଥର ବି ମାନିଯାଅ ଯେ ରାମଚନ୍ଦ୍ର ହେଉଛନ୍ତି ଭଗବାନ। ରାବଣ କହିଲା, ହଁ କି କଥା କହିଲ ମନ୍ଦ ଧରି, ରାମ ରାମ ଭଗବାନ, ମୁଁ କଣ ଭଗବାନ ନୁହେଁ? ପଥର ତ ପାଣିରେ ଭାସିବା ଦରକାର ନା। ଦେଖ ମୁଁ ପଥର ବି ଭାସୁଛି ପାଣିରେ। ପଥରଟି ଧରିଲା, କହିଲା ରେ ପଥର, ତୁ ଯଦି ପାଣିରେ ନ ଭାସିବୁ ତତେ ରାମଙ୍କର ଆଣ। ବିଚାରା ପଥର ପାଣିରେ ଭାସିଲା। ବନ୍ଧୁ ଧରି କହିଲେ, ଦେଖ ପାଣିରେ ଭାସିଲା ପଥର, ମୁଁ ବି ତ ପାଣିରେ ପଥର ବସେଇ ପାରିଲି।
ଇଏ ହେଉଛି ଅହଙ୍କାର। ଇଏ ହେଉଛି ଅହଙ୍କାର। ଏ ଆସରିକ ପ୍ରକୃତି ଶରଣାଗତ ନ ହେବାର, କୋମଳ ହୃଦୟ ନ ହେବାର, ଇଏ ହେଉଛି ପ୍ରକୃତ ବର୍ଣ୍ଣନା। ତ ଆସରିକ ପ୍ରବୃତ୍ତି ସେମାନେ ଭଗବାନଙ୍କର ଶରଣାଗତ ହେଇନାହାନ୍ତି, ହୁଅନ୍ତି ନାହିଁ। ତେବେ କିଏ ଭଗବାନଙ୍କର ଶରଣାଗତ ହୁଅନ୍ତି? ନା ଚତୁର୍ବିଧା ଭଜନ୍ତେ ମାଂ ଜନାଃ ସୁକୃତି ନୋଜନ ଆର୍तो ଜିଜ୍ଞାସୁ ଅର୍ଥାତି ଜ୍ଞାନୀ। ଯେଉଁମାନେ ଦୁଃଖରେ ଅଛନ୍ତି, ଆର୍ତ, ଏ ସାଧାରଣ କଥା, ଦୁଃଖ ଆସିଲେ ହିଁ ଭଗବାନ ପାଖକୁ ଯାଆନ୍ତି। ଜ୍ଞାନ ପିପାସୁ, ସେମାନେ ଜାଣିବାକୁ ଚାହାନ୍ତି। କିଛି ଜଣ ଜାଣନ୍ତି ଯେ ଭଗବାନ କେମିତି, ଭଗବାନ କେଉଁ ପ୍ରକାର ଭାବରେ ସେ ସମସ୍ତଙ୍କ ମାନେ ସହିତ ଯୁଦ୍ଧ କଲେ, ରାବଣକୁ କେମିତି ହଟେଇଲେ, କଂସକୁ କେମିତି ହଟେଇଲେ, କେମିତି ମହାଭାରତ ଯୁଦ୍ଧରେ କୃଷ୍ଣଙ୍କର ଭୂମିକା ନଥାଇ ମଧ୍ୟ ସେ ଜ୍ଞାନ ପ୍ରଦାନ କରିଦେଲେ ଅର୍ଜୁନଙ୍କୁ, ଇତ୍ୟାଦି ଇତ୍ୟାଦି ସେମାନେ ଜାଣିବାକୁ ଚାହାନ୍ତି। ସେଥିପାଇଁ ସେମାନେ ଭଗବାନଙ୍କର ବିଷୟ ପ୍ରୀତି ବା ଭଗବାନଙ୍କର ନିକଟତର ହେଇଥାନ୍ତି। ଆଉ କିଛି ଜଣ ଭଗବାନଙ୍କୁ ଯଦି ମୁଁ ପୂଜା କରିବି ପ୍ରମୋଶନ ହେଇଯିବ, ପୁଅର ଚାକିରି ହେଇଯିବ, ଝିଅର ବାହାଘର ହେଇଯିବ, ଇତ୍ୟାଦି ଇତ୍ୟାଦି। ଏବଂ ଆଉ କିଛି ଜଣ ଚାହାନ୍ତି ଯେ ଭଗବାନଙ୍କୁ ତତ୍ତ୍ୱତଃ ଜାଣିଥାନ୍ତି। ପ୍ରକୃତି, ଜୀବ ଏବଂ ଈଶ୍ୱରଙ୍କର ସମ୍ପର୍କ, ଶରୀର, ଆତ୍ମା, ପରମାତ୍ମାଙ୍କର ସମ୍ପର୍କକୁ ଜାଣି ପରମାତ୍ମା ହିଁ ସବୁ କିଛି, ଏଥିରେ ସେମାନେ ସୁଦୃଢ଼ ରହି ପରମାତ୍ମାଙ୍କର ଶରଣାଗତ ହେଇଥାନ୍ତି। ଏହି ପ୍ରକାର ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କର ଶରଣାଗତ ହୁଅନ୍ତି। ଏବଂ ହେ ଅର୍ଜୁନ, ଏମାନଙ୍କ ଭିତରୁ ଜ୍ଞାନୀ ହେଉଛି ମୋର ପ୍ରିୟ। ଅନ୍ୟ ବିଷୟରେ ଆମେ ଦେଖିବା ସେ ଭିତରେ କିଛି କାମନା ଅଛି, କିନ୍ତୁ ଜ୍ଞାନୀ ସମ୍ପୂର୍ଣ୍ଣ ରୂପେ କାମନା ଶୂନ୍ୟ ଭାବରେ ଭଗବାନଙ୍କର ଶରଣାଗତ ଯାଇଥାଏ। ସେ ଅନନ୍ୟ ଭାବରେ ଭଗବାନଙ୍କର ଭକ୍ତି କରିଥାଏ। ଅନନ୍ୟ ଭାବରେ କୌଣସି ବିଷୟର କାମନା ରଖି ଅନନ୍ୟ ଭାବରେ ଭଗବାନଙ୍କର ଭକ୍ତି କରିଥାଏ। ବାସ୍ତବରେ ଯେଉଁମାନେ ମୋର ଶରଣାଗତ ଆସିଛନ୍ତି ସମସ୍ତେ ମୋର ପ୍ରିୟ, କିନ୍ତୁ ଜ୍ଞାନୀ କିଛି ଆଗରେ ଅଟେ। ତ ଅର୍ଜୁନ କହୁଛନ୍ତି, ଜ୍ଞାନୀ ଠାରୁ ଆଉ କିଏ ଆପଣଙ୍କର ପ୍ରିୟ ନୁହନ୍ତି? ନା, ହଁ, ଆଉ ମହାତ୍ମା ଅଛନ୍ତି। ସେମାନେ ବିଶେଷତା ଏୟା ଯେ ବହୁନାଂ ଜନ୍ମନାମନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ସେମାନେ ଜନ୍ମ ଜନ୍ମାନ୍ତରରେ ବାସୁଦେବ ହିଁ ସବୁ କିଛି, ଏହାକୁ ସ୍ୱୀକାର କରି ଜନ୍ମ ଜନ୍ମାନ୍ତର ମୋର ଶରଣାଗତ ରହିଥାନ୍ତି। ଏବଂ ସେହି ପ୍ରକାର ମହାତ୍ମା ଇଏ ଦୁର୍ଲଭ ଅଟେ। ଇଏ ଦୁର୍ଲଭ ଅଟେ ଯେଉଁମାନେ ଶରଣାଗତ ନିଅନ୍ତି କିନ୍ତୁ ଆପଣଙ୍କ ଠାରୁ ନିଅନ୍ତି ନାହିଁ, ସେମାନେ ଅନ୍ୟଠାରେ ଶରଣାଗତ ନିଅନ୍ତି। ତ ଅର୍ଜୁନ, ସେମାନେ ଯେଉଁଠାରେ ବି ଶରଣାଗତ ନିଅନ୍ତି ସେମାନେ କାମନା କାରଣରୁ ବିଭିନ୍ନ ଦେବତାଙ୍କ ଠାରେ ଶରଣାଗତ ନେଇଥାନ୍ତି, ବିଭିନ୍ନ ଲୋକଙ୍କ ଠାରେ ଶରଣାଗତ ନେଇଥାନ୍ତି। ଏପରି କାହିଁକି ହେଇଥାଏ? ନା ସେମାନଙ୍କର ଯୋଉ ଜ୍ଞାନଟା, ସେମାନଙ୍କର ଯୋଉ ଇଚ୍ଛାଟା ଭୌତିକ କାମନାରେ ଆସକ୍ତିରେ ପରିପୂର୍ଣ୍ଣ ରହିଥାଏ। ଏବଂ ଏହି କାରଣରୁ ସେମାନେ ବିଭିନ୍ନ ପ୍ରକାର ଭୌତିକ ଇଚ୍ଛା ପୂରଣ କରିବା ପାଇଁ, ସେମାନଙ୍କର ବିଭିନ୍ନ ପ୍ରକାର, କିଏ ଧନ ପାଇବା ପାଇଁ, କିଏ ସୁଖ ପାଇବା ପାଇଁ, କିଏ ପରିବାର ପାଇବା ପାଇଁ, କିଏ ପାପକୁ ଧୋଇବା ପାଇଁ, କିଏ ଭଗବାନ ମୁଁ ଟିକେ ଯାଉଛି ମୋତେ ସହାୟତା କରି ହେଇଯାଅ, କିଏ ଟିକେ ଭଗବାନ ମୋତେ ଟିକେ ଶାନ୍ତି ଦିଅ, ଭଗବାନ ମୋତେ ଆରୋଗ୍ୟ କରିଦିଅ, କିଏ କହନ୍ତି ଯେ ମୋତେ ଦେଶର ରାଜା କରିଦିଅ, କିଏ କହନ୍ତି ମୋତେ ବିଦେଶରେ ଚାକିରି ଦେଇଦିଅ, କିଏ କୌଣସି ପ୍ରକାର ସଫଳତା ପ୍ରାପ୍ତ କରିବା ପାଇଁ ସେମାନେ କ'ଣ କରିଥାନ୍ତି? ନା ବିଭିନ୍ନ ଦେବତାଙ୍କର ଶରଣାଗତ ହେଇଥାନ୍ତି। ବିଭିନ୍ନ ପ୍ରକାର ବିଷୟରେ ସେମାନେ ଶରଣାଗତ ହେଇଥାନ୍ତି। ଏବଂ ଯିଏ ଯେଉଁ ପ୍ରକାର ଶରଣାଗତ ହେଇଥାଏ ସେ ପ୍ରକାର ଫଳ ପ୍ରାପ୍ତ କରିଥାଏ। ଅନ୍ତବନ୍ତ ଫଳନ୍ତି ସାଂ ତଦ୍ଭବ ତ୍ୟକ୍ତ ମେଧସାମ୍।
देवान देव योजो यान्ति मद्भक्ता यान्ति मामपि। जेमाने जो प्रकार शरणागत होइतांती ସେମାନେ ସେଇ ପ୍ରକାର ଫଳ ପ୍ରାପ୍ତ କରିଥାନ୍ତି। କିନ୍ତୁ ମନେ ରଖ ଅର୍ଜୁନ, ଯାହା ବି ଫଳ ତାହା ନଶ୍ୱର ଅଟେ। ତାହା କିଛି ସମୟ ପାଇଁ, କିଛି ମୁହୂର୍ତ୍ତ ପାଇଁ, କିନ୍ତୁ ଚିରସ୍ଥାୟୀ ନୁହେଁ, କି ମନୁଷ୍ୟକୁ ମୁକ୍ତି ଦେବା ପାଇଁ ନୁହେଁ, କି ମନୁଷ୍ୟକୁ ଭଗବତ ପ୍ରାପ୍ତି ବି କରିନଥାଏ। କେବଳ ଭୌତିକତାର କିଛି ପ୍ରାପ୍ତି କରିଥାଏ। ତେଣୁ ଯିଏ ମତେ ଭକ୍ତି କରିଥାଏ ସେ ମତେ ପ୍ରାପ୍ତ କରିଥାଏ। अव्यक्तं व्यक्तिमापन्नं मन्यन्ते माम अबुधयः परं भावमुयानन्तो ममावय मनुत्तमम्। ସେମାନେ ବା ଯେଉଁମାନେ ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ, ମାନେ କହନ୍ତିନି ଓଡ଼ିଆରେ ଅଳ୍ପ ବୁଦ୍ଧି ଭୟଙ୍କର, ତ ସେଇ ପ୍ରକାର ବ୍ୟକ୍ତି ଯେଉଁମାନେ ସ୍ୱଳ୍ପ ବୁଦ୍ଧି, କିଛି ଜିନିଷ ଜାଣିଗଲେ ତ ସବୁ ଜିନିଷ ଜାଣିଲା ପରେ ସେମାନେ ବ୍ୟବହାର କରିଥାନ୍ତି। ତ ସେମାନେ ଭାବନ୍ତି ଯେ ଭଗବାନ ଆଗରୁ କିଛି ନଥିଲେ, ଏବେ ଆସିଛନ୍ତି, ଜନ୍ମ ହେଇଛନ୍ତି, ଆଉ ସିଏ ମଧ୍ୟ ଆମ ପରି ଗୋଟେ ମଣିଷ ଏବଂ କିଛିଟା ଆମଠୁ ଟିକେ ଅଧିକ। ତ ସେମାନେ ବାସ୍ତବରେ ଭଗବତ ଯେ ସତ୍ତା, ଯାହାକି ଅବିନଶ୍ୱର, ଯାହାକି ଅତି ଉତ୍ତମ, ତା ବିଷୟରେ ଜାଣନ୍ତି ନାହିଁ। ଭଗବତ ସତ୍ତାର ବିଷୟକୁ ଜାଣନ୍ତି ନାହିଁ, ଅର୍ଥାତ୍ ଭଗବତ ଜ୍ଞାନ ବିଜ୍ଞାନ ବିହୀନ ଅଟନ୍ତି। ଏ ବିଷୟକୁ ଜାଣିବା ହିଁ ହେଉଛି ଭଗବତ ଜ୍ଞାନ। नाहं प्रकाश सर्वस्य जोग माया समावृतः मूढ़ोऽयं नाभिजानाति लोकमाम यमप्ययम्। ସେମାନେ ବାସ୍ତବରେ ମୋର ଦିବ୍ୟତାକୁ ଜାଣିପାରନ୍ତି ନାହିଁ, କାରଣ ମାୟା ଦ୍ୱାରା ଅପହୃତ ହୋଇଥାନ୍ତି, ମାୟାର ଆବରଣରେ ରହିଥାନ୍ତି। କିଛି ଜଣ କହନ୍ତି ଯେ ଭଗବାନ ମାୟା ଦ୍ୱାରା ଆଦୃତ ରହିଛନ୍ତି, ଆବରଣ ହେଇଯାଇଛନ୍ତି, ସେଥିପାଇଁ ଆମେ ଭଗବାନଙ୍କୁ ଦେଖିପାରୁଛୁ। ନା ନା, ଯେମିତି ଆମେ ସୂର୍ଯ୍ୟ ଦେଖୁନି, ଆମେ ଯେତେବେଳେ ବର୍ଷା ମେଘ ଆସିବ ଆମେ କଣ କରୁଛେ, ସୂର୍ଯ୍ୟଙ୍କୁ ଦେଖିପାରୁନା। ତାର ଅର୍ଥ ନୁହେଁ ଯେ ସୂର୍ଯ୍ୟ ଆଉ କାହାକୁ ଦେଖାଯାଉନାହାନ୍ତି, ଆମକୁ ଦେଖାଯାଉନି। ସୂର୍ଯ୍ୟ ଭୁବନେଶ୍ୱରରେ ଦେଖାଯାଉନାହାନ୍ତି, ତାର ଅର୍ଥ ନୁହେଁ ଯେ ଦିଲ୍ଲୀରେ ବାଙ୍ଗାଲୋରରେ ଦେଖାଯାଉନଥିବେ। ତାର ଅର୍ଥ ଏହା ହେଲା ଯେ ସୂର୍ଯ୍ୟ ଅଛନ୍ତି, ସୂର୍ଯ୍ୟ ମେଘ ଦ୍ୱାରା ଆବୃତ ହେଇନାହାନ୍ତି, ଆବୃତ ଆମେ ହେଇଛେ, ଆମ ଆଖି ଆଗରେ ମେଘ ରହିଯାଇଛି। ତ ସେମିତି ମାୟା ଆମକୁ ଆବୃତ କରିବା ଦ୍ୱାରା ଆମେ ଭଗବତ ସତ୍ତାକୁ ଦେଖିପାରୁନା। ହେ ଅର୍ଜୁନ, ମୁଁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ମଧ୍ୟ ଜାଣେ। ମୁଁ ସମସ୍ତ ପ୍ରାଣୀଙ୍କୁ ଜାଣେ। ତ୍ରୟୋଦଶ ଅଧ୍ୟାୟରେ ମଧ୍ୟ ଏହାକୁ ଆମେ ଆହୁରି ଅଧିକ ପଢ଼ିବା। ମୁଁ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଜାଣେ, କିନ୍ତୁ କେହି ମୋତେ ଜାଣନ୍ତି ନାହିଁ। ମାୟା ଅପହୃତ, ମାୟା ଦ୍ୱାରା ଆଦୃତ ହେଇ ସେମାନେ ମୋତେ ଜାଣନ୍ତି ନାହିଁ। ଯାହାର ପାପ ନଷ୍ଟ ହୋଇଯାଇଥାଏ, ଯିଏ ସମସ୍ତ ପ୍ରକାର ଭ୍ରମରୁ ମୁକ୍ତ ହେଇଥାଏ, ଯିଏ ମୋତେ ନିଷ୍ଠାର ସହିତ ଉପାସନା କରିଥାଏ, ସିଏ ମୋତେ ଜାଣିପାରିଥାଏ। ହେ ଅର୍ଜୁନ, ଯିଏ ବ୍ରହ୍ମ ଅଧ୍ୟାତ୍ମ କର୍ମ ଅଧିଭୂତ ଅଧିଦୈବ ଅଧିଯଜ୍ଞ ଏ ପ୍ରକାର ଭାବରେ ମୋତେ ଜାଣିଥାଏ, ତାକୁ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁର କଷ୍ଟ ମଧ୍ୟ ପ୍ରାପ୍ତ ହୁଏ ନାହିଁ। ଯେତେବେଳେ ନୂଆ ବିଷୟଟିଏ ଭଗବାନ କହୁଛନ୍ତି, ଅର୍ଜୁନ ନିଶ୍ଚିତ ରୂପେ ଏ ବିଷୟରେ ପଚାରିବେ ଏବଂ ଆସନ୍ତାକାଲି ଆମେ ଶୁଣିବା ଯେ ବାସ୍ତବରେ ଭଗବାନ এই ବିଷୟରେ କ'ଣ କହିବାକୁ ଯାଉଛନ୍ତି। ହରେ କୃଷ୍ଣ। ଆଜିର ବିଷୟରେ ଯଦି କାହାର କିଛି ପ୍ରଶ୍ନ ଅଛି ନେଇପାରିବା। नहीं प्रश्न नहीं। ठीक अच्छे, यदि प्रश्न नहीं तेज आज विषय को ये समाप्त करवा।